ଭିକି ପାଣ୍ଡିଆନ କଣ ଗୋଟେ ରାଜନୀତିରେ ଥିଲେ ଶିଆଳଗୋହ ପର୍ବତ ନବୀନ ତାକୁ ବସିଥିଲେ ସେ କଣ ରାଜନୀତିରେ କଣ ହେଇଥିଲେ ସେ କଣ ଗୋଟେ ସର୍ଦ୍ଦାର ପଟେଲ ଥିଲେ ନା କଣ ସେ ରାଜନୀତିରୁ ଅବସର ନେଲେ ଏଟା ଗୋଟେ ଘଟଣା କି ସେ କୋଉଠି ଥିଲେ ଯେ ଭିକାରୀର ବୈରାଗ୍ୟ ଯେମିତି ଅର୍ଥହୀନ ବୁଦ୍ଧଙ୍କର ସବୁ ଥିଲା ଅତୁଳ ସୁନ୍ଦରୀ ସ୍ତ୍ରୀ ରାଜ ଐଶ୍ୱର୍ଯ୍ୟ ଶିଶୁପୁତ୍ର ଛାଡ଼ିଲେ ଚାଲିଲେ ତାକୁ ତ୍ୟାଗ କୁହାଯାଏ ଭିକାରୀ ସ୍ତ୍ରୀ ପୋଷି ନ ପାରିକି ଯଦି ବୈରାଗୀ ବୋଲି ଚିତା କରି କରିବ ସେ କଣ ରାଜନୀତିରେ ହେଇଥିଲେ ଭିକି ପାଣ୍ଡିଆନ କଣ ଗୋଟେ ରାଜନୀତିରେ ଥିଲେ ଶିଆଳଗୋହ ପର୍ବତ ନବୀନ ତାକୁ ବସିଥିଲେ ସେ କଣ ରାଜନୀତିରେ କଣ ହେଇଥିଲେ ସେ କଣ ଗୋଟେ ସର୍ଦ୍ଦାର ପଟେଲ ଥିଲେ ନା କଣ ସେ ରାଜନୀତିରୁ ଅବସର ନେଲେ ଏଟା ଗୋଟେ ଘଟଣା କି ସେ କୋଉଠି ଥିଲେ ଯେ ଭିକାରୀର ବୈରାଗ୍ୟ ଯେମିତି ଅର୍ଥହୀନ ବୁଦ୍ଧଙ୍କର ସବୁ ଥିଲା ଅତୁଳ ସୁନ୍ଦରୀ ସ୍ତ୍ରୀ ରାଜ ଐଶ୍ୱର୍ଯ୍ୟ ଶିଶୁପୁତ୍ର ଛାଡ଼ିଲେ ଚାଲିଲେ ତାକୁ ତ୍ୟାଗ କୁହାଯାଏ ଭିକାରୀ ସ୍ତ୍ରୀ ପୋଷି ନ ପାରିକି ଯଦି ବୈରାଗୀ ବୋଲି ଚିତା କରି କରିବ ସେ କଣ ରାଜନୀତିରେ ହେଇଥିଲେ।